हेलो एवरीवन वेलकम टू लर्न विथ निरुपमा। आज मु पुणी थरे आपण समस्तଙ୍କ ପାଇଁ ଆଉ ଗୋଟେ ଇଂଲିଶର ମୋରାଲ ଷ୍ଟୋରି ନେଇକି ଆସିଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଟୁଡେ ଷ୍ଟୋରି ଇଜ୍ ଉଲ୍ଫ ଇନ୍ ଡିସଗାଇଜ୍। ଉଲ୍ଫ ମାନେ ଗଧିଆ, ଡିସଗାଇଜ୍ ମାନେ ଛଦ୍ମ ବେଶ। ଉଲ୍ଫ ଇନ୍ ଡିସଗାଇଜ୍ ମାନେ କ'ଣ? ଛଦ୍ମ ବେଶରେ ଗଧିଆ। Once there lived a greedy wolf in a forest. Once ମାନେ ଥରେ, there ମାନେ ସେଠାରେ, lived ମାନେ ରହୁଥିଲା ବା ବାସ କରୁଥିଲା, a greedy ମାନେ କ'ଣ? ଲୋଭୀ, a greedy ମାନେ ଗୋଟେ ଲୋଭୀ, wolf ଗଧିଆ in a forest ମାନେ ଜଙ୍ଗଲ, in a forest ମାନେ ଗୋଟେ ଜଙ୍ଗଲରେ। ଥରେ ଗୋଟେ ଜଙ୍ଗଲରେ ଗୋଟେ ଲୋଭୀ ଗଧିଆ ରହୁଥିଲା ବା ବାସ କରୁଥିଲା। ବୁଝିହେଲା? He was also very lazy and wanted easy ways to get food. He ଗଧିଆ was ଥିଲା, also ମାନେ ମଧ୍ୟ, very ମାନେ ବହୁତ, lazy ମାନେ ଅଳସୁଆ, and ଏବଂ wanted ମାନେ ଚାହୁଁଥିଲା, easy ମାନେ ସହଜ, ways ମାନେ ଉପାୟ, to get ମାନେ ପାଇବାକୁ, food ମାନେ ଖାଦ୍ୟ। ସେ ବହୁତ ଅଳସୁଆ ମଧ୍ୟ ଥିଲା ଏବଂ ଖାଦ୍ୟ ପାଇବା ପାଇଁ ସହଜ ଉପାୟ ସେ ଚାହୁଁଥିଲା। ବୁଝିଲା? ନେକ୍ସଟ ଯିବା। One day he decided to blend into the flock of sheep. One day ଗୋଟେ ଦିନ he decided to blend into the flock of sheep. One day ଗୋଟେ ଦିନ he ଗଧିଆ decided ମାନେ କ'ଣ? ନିଷ୍ପତ୍ତି ନେଲା ବା ସ୍ଥିର କଲା। Decided ମାନେ ଏଟା verb ର second form, decide ମାନେ ନିଷ୍ପତ୍ତି ନେବା, decided ମାନେ ନିଷ୍ପତ୍ତି ନେଲା ବା ସ୍ଥିର କଲା। To blend into the flock of sheep. To blend ମାନେ କ'ଣ? blend ମାନେ କ'ଣ? ମିଳେଇ ଯିବା ବା ମିଶିଯିବା। To blend ମାନେ ମିଳେଇ ଯିବାକୁ ବା ମିଶିଯିବାକୁ। into ମାନେ ଭିତରେ, the flock of sheep ମାନେ କ'ଣ? the group of sheep ମାନେ ମେଣ୍ଢାମାନଙ୍କର ଗୋଟେ ଦଳ। ସେମାନଙ୍କ ସହିତ ମିଶିଯିବାକୁ ସେ ନିଷ୍ପତ୍ତି ନେଲା। କିଏ? ସେ ଉଲ୍ଫ। So he took a sheep's hide he found. So ତେଣୁ he took a sheep's hide he found. He ଗଧିଆ, took ମାନେ ନେଲା, a sheep's hide. sheep's hide ମାନେ କ'ଣ? hide ମାନେ କ'ଣ? hide ମାନେ ହେଉଛି ଲୁଚେଇବା, ବଟ୍ ଏଠି hideର ମାନେ ଲୁଚେଇବା ନୁହଁ, ଏଠି sheep's hide ଲେଖା ହେଇଛି, ମାନେ ଏଇଟା ଗୋଟିଏ ୱାର୍ଡ, ମାନେ ଏହାର ମିନିଂ ହେଉଛି ଯେଉଁ ମେଣ୍ଢାର ସ୍କିନ୍ ମାନେ ମେଣ୍ଢା ଚର୍ମ। ଓକେ, sheep's hide ମାନେ ସ୍କିନ୍ ଅଫ୍ sheep, ମେଣ୍ଢାର ଚର୍ମ, ମେଣ୍ଢା ଚର୍ମ, ତାର ମିନିଂଟା ଏଇଟା। sheep's hide ଏଟା ହେଉଛି ଗୋଟିଏ ୱାର୍ଡ, ତ ତାର ମିନିଂ ହେଉଛି, ଆମେ ଏଠି sheep's hide ଜାଗାରେ sheep's skin ବି କହିପାରିବା। he found ସେ ପାଇଥିଲା, ମାନେ found ମାନେ କ'ଣ? ପାଇଥିଲା। found ହେଉଛି verb ସେକେଣ୍ଡ ଫର୍ମ and find ହେଉଛି ଫର୍ଷ୍ଟ ଫର୍ମ। find ମାନେ ପାଇବା, found ମାନେ ପାଇଲା। ତ he found, ତେଣୁ ସେ ପାଇଥିବା ଏକ ମେଣ୍ଢା ଚର୍ମଟାକୁ ସେ ନେଲା। କ'ଣ ପାଇଁ ନେଲା? disguised himself as a sheep. disguised ମାନେ ଛଦ୍ମବେଶ ଧାରଣ କଲା, himself ନିଜକୁ, as a sheep ମାନେ କ'ଣ? ମେଣ୍ଢା ରୂପରେ। ସେଇ ଯେଉଁ ମେଣ୍ଢାର ଚର୍ମଟାକୁ ନେଲା ଏବଂ ସେ ତାକୁ ପିନ୍ଧିକି ସେ ଗୋଟେ ଛଦ୍ମବେଶ ଧାରଣ କଲା। and join the flock ଏବଂ join ମାନେ ଯୋଗ ଦେଲା, the flock ମାନେ ସେ ମେଣ୍ଢା ଦଳ ସହିତ ସେ ଯୋଗ ଦେଲା। ବୁଝିହେଲା? at night when the flock was back in the barn, ମାନେ at night ମାନେ ରାତିରେ, when ଯେତେବେଳେ, the flock ସେ ମେଣ୍ଢା ଦଳ, was back ମାନେ ଫେରି ଆସିଲେ, in the barn ମାନେ ସେ ଯେଉଁ ଖଳା, ବାର ମାନେ ଖଳା ବା ଯେଉଁଠି ସେମାନେ ରହୁଥିଲେ ସେଟାକୁ ସେମାନେ ରାତିରେ ଫେରି ଆସିଲେ। the flock was back ମାନେ ଏଟା ଗୋଟେ ମେଣ୍ଢା ବିଷୟରେ କୁହାଯାଇନି, ଏଟା ସେଇ ଦଳ, ସେ ଯେଉଁ ଗ୍ରୁପ୍ ଥିଲେ ସେମାନଙ୍କୁ, ମାନେ ଗୋଟିଏ ଗ୍ରୁପ୍ ଥିଲେ ସେଥିପାଇଁ ସେମାନଙ୍କୁ ସିଙ୍ଗୁଲାର ନେଇକି ଏଠି ୱାଜ୍ର ୟୁଜ୍ କରାଯାଇଛି। ଯଦି ସେମାନେ ଡିଫରେଣ୍ଟ ଗ୍ରୁପ୍ ଥାନ୍ତେ, ମାନେ ଗୋଟିଏ ଗ୍ରୁପ୍, ଦୁଇଟା ଗ୍ରୁପ୍, ତିନିଟା ଗ୍ରୁପ୍ ଏମିତି ଯଦି ଥାନ୍ତେ, ତ ସବୁ ଗ୍ରୁପ୍କୁ ମିଶେଇକି ପ୍ଲୁରାଲ୍ ହେଇଥାନ୍ତା ଆଉ ସେଠି ୱେର୍ ଲେଖା ହେଇଥାନ୍ତା। ବଟ୍ ଏଠି ଗୋଟେ ହିଁ ଗ୍ରୁପ୍ ଥିଲେ, ମାନେ ଗୋଟିଏ ହିଁ ଦଳ ଥିଲେ, ମେଣ୍ଢା ଦଳ, ତ ତାକୁ ସିଙ୍ଗୁଲାର ନେଇକି ଏଠି ୱାଜ୍ର ୟୁଜ୍ କରାଯାଇଛି। ମାନେ ଏଠି ୱାଜ୍ ଦେଖିକି ଭାବିବେନି ଯେ ଗୋଟେ ମେଣ୍ଢା, ଏଟା ସେ ଦଳଟା ସେମାନେ ପୁରା ସେ କ୍ଷେତକୁ ବା ଖଳାକୁ ସେମାନେ ଫେରି ଆସିଲେ। the wolf went with them, ସେ ଯେଉଁ ଗଧିଆଟା ଥିଲା, went ମାନେ ଗଲା, with them ସେମାନଙ୍କ ସହିତ, ଯେହେତୁ ସେ ମେଣ୍ଢା ଚର୍ମଟା ପିନ୍ଧିଥିଲା ସେଥିପାଇଁ ସେ ବି ସେମାନଙ୍କ ସହିତ ଗଲା। କ'ଣ ପାଇଁ ଗଲା? କେମିତି ଗଲା? the shepherd
କୁଡ୍ ନଟ୍ ରେକଗ୍ନାଇଜ୍ ଦ ଓଲ୍ଫ ଦ shepherd ମାନେ ସେ ଯେଉଁ ମେଣ୍ଢା ପାଳକ ଥିଲା କୁଡ୍ ନଟ୍ ରେକଗ୍ନାଇଜ୍ କୁଡ୍ ନଟ୍ ମାନେ ପାରିଲା ନାହିଁ ରେକଗ୍ନାଇଜ୍ ମାନେ ଚିହ୍ନି ଦ ଓଲ୍ଫ ସେ ଗଧିଆକୁ ସେ ସେ ସେଥିପାଇଁ ସେମାନଙ୍କ ସହିତ ଯିବାରେ ସକ୍ସେସ୍ ହେଲା କ'ଣ ପାଇଁ shepherd ମାନେ ସେ ଯେଉଁ ମେଣ୍ଢା ପାଳକ ଥିଲା କୁଡ୍ ନଟ୍ ରେକଗ୍ନାଇଜ୍ ସେ ଚିହ୍ନି ପାରିଲାନି ଗଧକୁ ତ ସେଥିପାଇଁ ସେ ସେମାନଙ୍କ ସହିତ ପଳେଇଗଲେ But that night the farmer decided to kill and cook one of the sheep for dinner, and the wolf in sheep's clothing was chosen. But କିନ୍ତୁ ଦ୍ୟାଟ୍ ନାଇଟ୍ ସେହି ରାତିରେ ଦ ଫାର୍ମର ମାନେ ସେ କୃଷକ ବା ସେ ମେଣ୍ଢା ବାଳକ ଡିସାଇଡେଡ୍ ଟୁ କିଲ୍ ଡିସାଇଡେଡ୍ ମାନେ ନିଷ୍ପତ୍ତି ନେଲା ସ୍ଥିର କଲା ଟୁ କିଲ୍ ମାନେ ମାରିବାକୁ ଆଣ୍ଡ କୁକ୍ ୱାନ୍ ଅଫ୍ ଦ ଶିପ୍ ଫର୍ ଡିନର୍ କୁକ୍ ରାନ୍ଧିବା ୱାନ୍ ଅଫ୍ ଦ ଶିପ୍ ମାନେ ଗୋଟେ ମେଣ୍ଢାକୁ ଫର୍ ଡିନର୍ ମାନେ ରାତ୍ରି ଭୋଜନ ପାଇଁ ତ ସେ ଯେଉଁ ସେହି ରାତିରେ କ'ଣ ହେଲା ସେଇ ରାତିରେ ସେ ମେଣ୍ଢା ପାଳକଟା ମାନେ ଡିସାଇଡ଼୍ କଲା ନିଷ୍ପତ୍ତି ନେଲା ମେଣ୍ଢାକୁ ମାରିକି ରାତ୍ରି ଭୋଜନ ପାଇଁ କ'ଣ ତାକୁ ରାନ୍ଧିବ ଖାଇବ ଆଣ୍ଡ ଏବଂ ଦ ଉଲ୍ଫ ଇନ୍ ଶିପ୍ସ କ୍ଲୋଦିଂ ଉଲ୍ଫ ଇନ୍ ଶିପ୍ସ କ୍ଲୋଦିଂ ମାନେ ସେ ଯେଉଁ ଗଧିଆ ସେ ଯେଉଁ ମେଣ୍ଢା ପୋଷାକରେ ଥିଲା ଓକେ ଦ ଉଲ୍ଫ ଇନ୍ ଶିପ୍ସ କ୍ଲୋଦିଂ ମାନେ ଯେଉଁ ମେଣ୍ଢାଟା ଯେଉଁ କ'ଣ ସରି ଯେଉଁ ଗଧିଆଟା ମେଣ୍ଢା ପୋଷାକରେ ଥିଲା ୱାଚ୍ ଚୁଜେନ୍ ମାନେ ତାକୁ ବଛାଗଲା ବା ତାକୁ ସେ ମେଣ୍ଢା ପାଳକଟା ବାଛିଲା ଦ୍ୟାଟ୍ ୱାଜ୍ ଏଣ୍ଡ ଅଫ୍ ଦ ଲେଜି ଉଲ୍ଫ ମାନେ ଦ୍ୟାଟ୍ ମାନେ ତାହା ୱାଜ୍ ଥିଲା ଏଣ୍ଡ ଅଫ୍ ଦ ଲେଜି ଉଲ୍ଫ ଶେଷ ସେ ଯେଉଁ ଗଧିଆର ମାନେ ତାହା ସେ ଅଳସୁଆ ଗଧିଆର ଶେଷ ଥିଲା ଶେଷ ଦିନ ଥିଲା ସମଟାଇମ୍ସ ଦ ଇଜି ୱେ ସର୍ଭସ୍ ମୋର୍ ହାର୍ମ ଦ୍ୟାନ୍ ପ୍ରଫିଟ୍ ମାନେ ସମଟାଇମ୍ସ ମାନେ କ'ଣ ବେଳେବେଳେ ଦ ଇଜି ୱେ ମାନେ କ'ଣ ସହଜ ରାସ୍ତା ବା ସହଜ ଉପାୟ ସର୍ଭସ୍ କରିଥାଏ ମୋର୍ ମାନେ ଅଧିକ ହାର୍ମ ମାନେ କ୍ଷତି ଦେନ୍ ପ୍ରଫିଟ୍ ଦେନ୍ ମାନେ ଅପେକ୍ଷା ପ୍ରଫିଟ୍ ମାନେ କ'ଣ ଲାଭ ତ ବେଳେବେଳେ କ'ଣ ହୁଏ ନା ସହଜ ଉପାୟ ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ କରେକ୍ଟ ଇଟ୍ ମାନେ ଏହାକୁ ସଂଶୋଧନ କର ବୁଝିହେଲା What is the moral of the story? Evil thoughts his have evil ends. ମାନେ evil ମାନେ କ'ଣ ଦୁଷ୍ଟ thoughts ମାନେ ଭାବନା ends ମାନେ ତାର ପରିଣାମ ତାର ରେଜଲ୍ଟ ତ ଦୁଷ୍ଟ ଭାବନାର ପରିଣାମ ଦୁଷ୍ଟ ହିଁ ହୁଏ ଆମେ ଯଦି ଦୁଷ୍ଟ ଭାବନା ରଖିବା ମନରେ ତ ଆମ ରେଜଲ୍ଟଟା ବି ସେହିପରିକା ହିଁ ହେବ ତ ଏହା ଥିଲା ଆଜିର ଷ୍ଟୋରି ଆଇ ହୋପ୍ ଆପଣ ସମସ୍ତଙ୍କୁ ଭଲ ଲାଗିଥିବ ଆଉ ନ୍ୟୁ ୱାର୍ଡ଼ସ୍ ଗୁଡ଼ାକ ଆପଣମାନଙ୍କୁ ଦେଖିବାକୁ ମିଳିଥିବ